ବଂଶ ପଛେ ବୁଡ଼ିବ କିନ୍ତୁ ଆମେରିକା ମରିବ ଶପଥ କଲା ଇରାନ। ଡ୍ରୋନ୍ରେ ଟ୍ରମ୍ପକୁ ମାରିବା ପାଇଁ କରାଯାଇଛି ଭୟଙ୍କର ଷଡ଼ଯନ୍ତ୍ର। ଇରାନର ଶକ୍ତିଶାଳୀ ଡ୍ରୋନ୍ ଦେଖି ଛାନିଆ ଆମେରିକା ରୁଷିଆ। ଇରାନର ଟାର୍ଗେଟରେ 15 ଦେଶ, ବର୍ଷୁଛି ମିସାଇଲ, ହେଉଛି ବୋମା ମାଡ଼। ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଛି, ଆଉ ସାରା ବିଶ୍ୱ ଏବେ ଛାରଖାର ହେବାକୁ ଯାଉଛି। ମଣିଷର ଅହଙ୍କାର ପାଇଁ ମଣିଷ ଆଜି ପୋକ ମାଛି ପରି ମରୁଛି। ସାରା ବିଶ୍ୱ ଏବେ ଯୁଦ୍ଧର ନିଆଁରେ ଜଳୁଥିବା ବେଳେ ଇରାନ ନିଜର ଶୀର୍ଷ ନେତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆମେରିକା, ଇସ୍ରାଏଲ ଏବଂ ସହଯୋଗୀ ଆରବ ଦେଶଗୁଡ଼ିକ ଉପରେ ଭୟଙ୍କର ଆକ୍ରମଣ କରୁଛି। ଇରାନ ଏବେ ନିଜର ଶକ୍ତିଶାଳୀ ଡ୍ରୋନ୍ ସାହାଯ୍ୟରେ ସାଉଦି ଆରବ, ୟୁଏଇ ଏବଂ ବାହାରିନରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରି ସାରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଆମ ବଂଶ ପଛେ ବୁଡ଼ିବ କିନ୍ତୁ ଆମେରିକା ମରିବ, ଇରାନ ଏବେ ଏମିତି ଶପଥ କରିଛି। ପ୍ରାୟ 17ରୁ ଅଧିକ ଦେଶରେ ବୋମା ବର୍ଷଣ କରି ଇରାନ ଏବେ ନିଜର ସାମରିକ ଦକ୍ଷତା ପ୍ରଦର୍ଶନ କରୁଛି, ଯାହାଦ୍ୱାରା ପୁରା ମଧ୍ୟପ୍ରାଚ୍ୟରେ ଏବେ ବଡ଼ ସଙ୍କଟ ଦେଖାଦେଇଛି। ଶାହେଦ 136 ଡ୍ରୋନ୍ ବର୍ତ୍ତମାନ ଯୁଦ୍ଧରେ ଇରାନର ସବୁଠାରୁ ଶକ୍ତିଶାଳୀ ଏବଂ ଭୟଙ୍କର ଅସ୍ତ୍ର ପାଲଟିଛି। ନିଜ ଶତ୍ରୁମାନଙ୍କ ବିରୁଦ୍ଧରେ ଇରାନ ଏହି ଡ୍ରୋନ୍କୁ ବହୁଳ ଭାବେ ବ୍ୟବହାର କରୁଛି ଏବଂ ଯୁଦ୍ଧରେ ଇରାନ ଏ ପର୍ଯ୍ୟନ୍ତ ତିଷ୍ଠି ରହିବା ପଛରେ ଏହି ଡ୍ରୋନ୍ର ମୁଖ୍ୟ ଭୂମିକା ରହିଛି। ଇରାନର ଶାହେଦ ଏଭିଏସନ ଇଣ୍ଡଷ୍ଟ୍ରିଜ ଦ୍ୱାରା ବିକଶିତ ଏହି ଡ୍ରୋନ୍ ଲକ୍ଷ୍ୟସ୍ଥଳରେ ପହଞ୍ଚି ବିସ୍ଫୋରକ ସହ ନିଜକୁ ନଷ୍ଟ କରିଦିଏ। ତେଣୁ ଏହାକୁ ଆତ୍ମଘାତୀ ଡ୍ରୋନ୍ ମଧ୍ୟ କୁହାଯାଏ। ଏହାର ଲକ୍ଷ୍ୟ ଭେଦ କରିବାର କ୍ଷମତା ଅତି ପ୍ରଭାବଶାଳୀ, ଯାହା ପ୍ରାୟ 2500 କିଲୋମିଟର ପର୍ଯ୍ୟନ୍ତ ଯାଇ ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରିବାର କ୍ଷମତା ରଖେ। ଏହି ଡ୍ରୋନ୍ର ଶକ୍ତିକୁ ଦେଖି ସ୍ୱୟଂ ରୁଷ ମଧ୍ୟ ଏହାର ପ୍ରଶଂସା କରିଛି। ରୁଷ ୟୁକ୍ରେନ ଯୁଦ୍ଧରେ ମଧ୍ୟ ରୁଷ ଏହି ଡ୍ରୋନ୍କୁ ବ୍ୟାପକ ଭାବେ ବ୍ୟବହାର କରିଛି। ବର୍ତ୍ତମାନ ଇରାନ, ଇସ୍ରାଏଲ ଏବଂ ଖାଡ଼ି ଦେଶଗୁଡ଼ିକ ଉପରେ ଏହି ଡ୍ରୋନ୍ ସାହାଯ୍ୟରେ ବଡ଼ ଧରଣର ଆକ୍ରମଣ କରୁଛି, ଯାହା ଆମେରିକୀୟ ବେସ୍ ପାଇଁ କାଳ ସାଜିଛି। ଇସ୍ରାଏଲ, ଆମେରିକା, ସାଉଦି ଆରବ, ୟୁଏଇ, କୁଏତ ଏବଂ ବାହାରିନ ଭଳି ଦେଶରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି। ଆରବ ଦେଶଗୁଡ଼ିକରେ ଏହି ଡ୍ରୋନ୍ ଭୟରେ ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ରିୟାଦରେ ଥିବା ଆମେରିକୀୟ ଦୂତାବାସ ହେଉ କିମ୍ବା ଅନ୍ୟ ସାମରିକ ଘାଟି, ସବୁଠି ଏହି ଡ୍ରୋନ୍ ନିଜର ବିନାଶକାରୀ ରୂପ ଦେଖାଇଛି। ତେବେ ଇରାନ ଆଗକୁ ଆମେରିକା ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ଖବର ଶୁଣିବା ପାଇଁ ମିଳୁଛି। ତେଣୁ ଆଗକୁ ଏହି ଯୁଦ୍ଧ କେଉଁ ଆଡ଼କୁ ଗତି କରିବ ତାହା ଉପରେ ସାରା ବିଶ୍ୱର ନଜର ରହିଛି। ବ୍ୟୁରୋ ରିପୋର୍ଟ, G7 ଓଡ଼ିଆ। PSG चाहता है चलो कुछ ऐसा करेंगे, देश की शान है हम शानदार रहेंगे, शानदार रहेंगे। TSG गुरुकुल गोठपाटणा भुवनेश्वर।